ଏବଂ ପଶ୍ଚିମବଙ୍ଗର ଯେ ମୁଖ୍ୟମନ୍ତ୍ରୀ ଏବଂ ଏଇଠି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲେ ସେ ତ ଭାଇ ଭଉଣୀ ଥିଲେ। ତାଙ୍କେ ମନା କରିଥିଲା ଏଇ ନିର୍ବାଚନରେ ଯିବା ପାଇଁ ସେଠି ବି ତ ଓଡ଼ିଆ ଥିଲେ, ତ ସେ ପାର୍ଟିରୁ କାହିଁ ଗଲେନି କିଏ? ଭଉଣୀ ପାଇଁ ତ ଭାଇର ଦରଦ ଥିବା କଥା ନା, ତେଣୁ ସେମାନେ ବି ଯାଇପାରିଥାନ୍ତେ, କିଏ ତ ମନା କରିନଥିଲେ ସେଥିରେ। ଆଜି ମତେ ଲାଗିଲା ମୋ ପାର୍ଟି ପାଇଁ ମତେ ଯିବାର ଅଛି, ମୋ ଲୋକଙ୍କ ପାଇଁ ମତେ ଯିବାର ଅଛି, ତ ସେମାନେ ଭାବି ନାହାନ୍ତି ଠିକ ଅଛି, ତାଙ୍କ ହିସାବରେ ସେମାନେ ଠିକ ଅଛନ୍ତି, ଆମ ହିସାବରେ ଆମେ ଠିକ ଅଛୁ। ମାନେ ଖାଲି ଆଳୁ କାହିଁକି? ସବୁଠୁ ବଡ କଥା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବର୍ତ୍ତମାନ ସୁରକ୍ଷିତ। ଆପଣ ଭାବନ୍ତୁ ଅନେକ ପ୍ରଶ୍ନ ଆସୁଛି ଭୁବନେଶ୍ୱର ଆପଣମାନଙ୍କ ମାଧ୍ୟମରେ, ଆପଣଙ୍କର ବାଲେଶ୍ୱର ଅନ୍ୟାନ୍ୟ ଜାଗାରେ ବି ଅନୁପ୍ରବେଶକାରୀ କୋଉ ପଟରୁ ଆସୁଛି ଅନୁପ୍ରବେଶକାରୀ, ତ ସେଇପଟରୁ ତ ପଶୁଛନ୍ତି ନା ଏପଟରେ। ତେଣୁକରି ପ୍ରଥମ କଥା ହଉଛି ମୋ ମାର ଆଭ୍ୟନ୍ତରୀଣ ସୁରକ୍ଷାର ଯୋଉ କଥା ଆସେ ଭାରତ ମାତାର, ଆଜି ସବୁଠୁ ବଡ କଥା ଯଦି ପରିବର୍ତ୍ତନ ହବ ତାହେଲେ ପ୍ରଥମଟି ହଉଛି ଯେ ମୋ ମାର ସୁରକ୍ଷା ପାଇଁ ଏଇଟା ସବୁଠୁ ବଡ ଗୋଟେ ପଦକ୍ଷେପ। ଏବଂ ଅଶେଷ ଅଶେଷ ଧନ୍ୟବାଦ ମୁଁ ଜଣେଇବି ପଶ୍ଚିମବଙ୍ଗର ମୋର ସମସ୍ତ ଜନସାଧାରଣଙ୍କୁ, ଭୋଟରଙ୍କୁ, ଆଜି ଏଇ ଯୋଉ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସହିତ ଭାରତ ବର୍ଷର ସୁରକ୍ଷା ପାଇଁ ବି ଏ ମ୍ୟାଣ୍ଡେଟ୍ ଏଇ ଜିନିଷ। ତେଣୁକରି ନିଶ୍ଚିତ ଭାବରେ ଆମେ ଯେତେବେଳେ କହୁଛେ ଭାରତ ମାତା କି ଜୟ, ତ ଆଜି ଭାରତ ମାତା ପାଇଁ ଯଦି ଆମେ ଯାଇଛେ, କାମ କରିଛେ, ଗୋଟେ ନିର୍ବାଚନ ଯାଇ ପ୍ରଚାର କରିଛେ ତା ସପକ୍ଷରେ, ଭୁଲ କିଛି ନାହିଁ। ସମସ୍ତଙ୍କୁ ମୁଁ କହିଲି ନା ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା, ଖାଲି ଓଡ଼ିଶା କାହିଁ, ଓଡ଼ିଶା ତ ବର୍ଡର, ଅଙ୍ଗ ବଙ୍ଗ କଳିଙ୍ଗ ଇଏ ହଉଛି ଅଭିନ୍ନ।